ଅତାବିରା ସରକାରୀ ଡାକ୍ତରଖାନା ସମ୍ମୁଖରେ ସୁରକ୍ଷା ଦାବି ନେଇ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ ଜଣାଇଲେ ସିଏଚ୍ଓ। କୋଲକାତା ଆର୍ଜିକର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ପକ୍ଷରୁ 24 ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଆନ୍ଦୋଳନ ଯୋଗୁଁ ଓପିଡି ଓ ଇଲେକ୍ଟିଭ୍ ସର୍ଜରୀ ବନ୍ଦ ରହିଥିବା ବେଳେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିଛି। ଦିଲ୍ଲୀ ସମେତ ଦେଶର ସମସ୍ତ ମେଡିକାଲରେ ସେବା ପ୍ରଭାବିତ ହୋଇଛି। ଆବାସିକ ଡାକ୍ତରଙ୍କ ସୁରକ୍ଷା ସମେତ ଅନ୍ୟାନ୍ୟ ଦାବିରେ ଅଟଳ ଅଛନ୍ତି ଡାକ୍ତର ସଂଘ। ଦେଶର ସର୍ବବୃହତ୍ ଡାକ୍ତର ସଂଘ ଆଇଏମ୍ଏ ପକ୍ଷରୁ ଆବାସିକ ଡାକ୍ତରଙ୍କ ସୁରକ୍ଷା ସମେତ 36 ଘଣ୍ଟିଆ ସିଫ୍ଟରେ ପରିବର୍ତ୍ତନ ଦାବି କରାଯାଇଛି। କର୍ମକ୍ଷେତ୍ରରେ ମେଡିକାଲ କର୍ମଚାରୀଙ୍କ ବିରୋଧରେ ହିଂସା ରୋକିବା ଲାଗି ଏକ କେନ୍ଦ୍ରୀୟ ଆଇନ ଦାବିରେ ଅଟଳ ରହିଛି ଆଇଏମ୍ଏ। ଏହାସହ ଅଧିକ ସଂଖ୍ୟକ ନିରାପତ୍ତା କର୍ମଚାରୀ ମୁତୟନ କରିବା, ସିସିଟିଭି ଲଗାଇବା ଆଦି ଦାବି କରିଛି ଆଇଏମ୍ଏ। ଏହି ଦେଶବ୍ୟାପୀ ଧର୍ମଘଟରେ ବି ସାମିଲ ହୋଇଛି ଅଲ୍ ଇଣ୍ଡିଆ ମେଡିକାଲ ଷ୍ଟୁଡେଣ୍ଟସ୍ ଆସୋସିଏସନ ବା ଏଆଇଏମ୍ଏସ୍ଏ ଏବଂ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ ବା ଫୋର୍ଡା। ଏପଟେ ଆଜି ଶନିବାର ପୂର୍ବାହ୍ନ 10:30 ସମୟରେ ବରଗଡ଼ ଜିଲ୍ଲା ଅତାବିରା ସରକାରୀ ଡାକ୍ତରଖାନା ସମ୍ମୁଖରେ କାର୍ଯ୍ୟରତ ସିଏଚ୍ଓ ମାନେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ସହ ସୁରକ୍ଷା ଦାବି କରିଛନ୍ତି। ଏହି ପ୍ରତିବାଦରେ ଡାକ୍ତର ରବିନାରାୟଣ ମିଶ୍ର, ସିଏଚ୍ଓ ଅଞ୍ଜଳି ବାରିକ, ଶୁଭସ୍ମିତା ରାଉତ, ଭାଗ୍ୟଶ୍ରୀ ପ୍ରଧାନ, ବନିତା ସାହୁ, ପ୍ରଜ୍ଞା ଭାରତୀ ଦାସ, ରାଜକୁମାର ଦାସ, ସାଗରିକା ସ୍ୱାଇଁ, ମାନିନୀ ସା, ମଧୁସ୍ମିତା ବାନାର୍ଜୀ, ପୂଜା କର୍ଣ୍ଣ, ଦେବାସ୍ୱିନୀ ଦତ୍ତ, ମମତା ପ୍ରଧାନ, ସୁପ୍ରଭା, ସସ୍ମିତା, ରଶ୍ମି ପ୍ରମୁଖ ସାମିଲ ଥିଲେ। ଆମର ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିନିଅନ୍ତୁ ଏବଂ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ତାହେଲେ ଅଞ୍ଚଳର ସମସ୍ୟା ଓ ଗୁରୁତ୍ୱପୂର୍ଣ୍ଣ ଭିନ୍ନ ଭିନ୍ନ ଖବର ଆପଣମାନେ ଦେଖିପାରିବେ।